ଏ ନିଅ ମିଠା। ମିଠା? ଆରେ ମିଠା କିଏ ଧରିକି ଆସିଲା? ଆରେ ଘରକୁ କିଏ କୁଣିଆ ଫୁଣିଆ ଆସିଛନ୍ତି ନା କଣ? ମୁଁ ତ ଘରକୁ ମିଠା ଆଣିନି। ଆରେ ମିଠା କିଏ ଆଣିଛି? ଆରେ ଆମ ପଡିଶା ଘରେ ଯୋଉ ରଥି ବାବୁ ଅଛନ୍ତି ସେ ଗୋଟେ ନୂଆ କାର ଆଣିଲେ, ସେଇ ଖୁସିରେ ସେ ଆମକୁ ମିଠା ଦେଇଛନ୍ତି ଆଉ। ଗୀତା, ତମେ ବି ଭାବୁଥିବ ନା କାଶ ଆମ ପାଖରେ ଗୋଟେ କାର ଥାନ୍ତା। ଆରେ ମୁଁ କାହିଁ ଭାବିବି, ଭଗବାନ ଯେବେ ଚାହିଁବେ ଆମର ଗୋଟେ କାର ଆସିବ, ନହେଲେ ନାହିଁ। ସରି। ଆରେ ସରି କଣ ପାଇଁ? କାହିଁକି ନା ଆମ ପଡିଶାର ଭଳିଆ ମୁଁ ଧନୀ ମଣିଷ ହେଇପାରିଲିନି। ଆରେ ବେକାରଟାରେ ମୁଣ୍ଡ ଖରାପ କରିଛ। ମୁଁ ଜାଣିବାରେ ତମଠୁ ଧନୀ ମୋ ଆଗରେ ଆଉ କେହି ନାହାନ୍ତି। ପଡିଶା ଘରର ଭଳି ଧନୀ ହବାକୁ ହେଲେ ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରିବି, ତମେ ଯେମିତି ଅଛ ସେମିତି ହେଇକି ରୁହ। ଏମିତି କହିବାର ମାନେ? ପଡିଶା ଘର ଭାଉଜ ପ୍ରତ୍ୟେକ ଦିନ 2 ଘଣ୍ଟା ତାଙ୍କ ସ୍ୱାମୀଙ୍କ ନାଁରେ ଇଆଡୁ ସିଆଡୁ କହନ୍ତି। ଆଉ ପ୍ରତ୍ୟେକ ଦିନ ରାତିରେ ମଦ ପିଇକି ଆସନ୍ତି, ତାଙ୍କ ଭାଉଜକୁ ବାଡାନ୍ତି ଆଉ ଗାଳି କରନ୍ତି। ଆଉ ତମେ ଆଜି ଯାକେ ଜୋରରେ ପାଟି କରିବା ଦୂରର କଥା, ଆଜି ଯାକେ ତମେ ମତେ ହାତ ବି ଉଠେଇନ। ଆଜିକି 4-5 ମାସ ହେଲା ସେ ସାଙ୍ଗ ହେଇକି ଖାଉନାହାନ୍ତି। ଆଉ ତମେ ଯେତେ ବାହାରେ ଖାଇକି ଆସିଥିଲେ ମଧ୍ୟ ମୁଁ ଯେବେ ନ ଖାଇଥିବି ତମେ ମୋ ପାଖରେ ବସ, ମୁଁ ଖାଇଲା ପର୍ଯ୍ୟନ୍ତ ତମେ ସେମିତି ମୋ ସାଙ୍ଗରେ ବସିଥାଅ। ଭାଉଜ ତାଙ୍କ ସ୍ୱାମୀ ସାଙ୍ଗରେ କଥା ହେବାକୁ 100 ଥର ଭାବନ୍ତି, କାଳେ କଥା ହେଲେ ସେ ମତେ ବାଡେଇ ପକେଇବେ କି। ମୁଁ ତମ ସାଙ୍ଗରେ କଥା ହେବା ପାଇଁ ମତେ ଗୋଟିଏ ଥର ବି ଭାବିବାକୁ ପଡୁନି। ମନ ଖୋଲି ଖୁସିରେ ତମ ପାଖରେ ସବୁ କଥା ପ୍ରକାଶ କରିଥାଏ। ମାନୁଛି ବଞ୍ଚିବା ପାଇଁ ପଇସା ନିହାତି ଦରକାର, କିନ୍ତୁ ମୋ ପାଖେ ଯେତିକି ଅଛି ଭଗବାନ ଯେତିକି ଦେଇଛନ୍ତି ଢେର ଦେଇଛନ୍ତି। କାହିଁକି ନା ଏଇ ପଇସାରେ ତମର ଖୁସି ଭଲ ପାଇବା ଏଇ 2ଟା ଯାକ ମୋ ପାଖରେ ଅଛି। ଆଉ ହଁ, ତମେ ମୋ ପାଇଁ କୋଉ ସୁପରମ୍ୟାନ ଠୁ କମ ନୁହଁ।